ତ ଆପଣ ସମସ୍ତଙ୍କୁ ନମସ୍କାର। ସ୍ୱାଗତ କରୁଛି ଆମର ଏଇ ଓଡ଼ିଶା ଜବ୍ ଡଟ୍ ନେଟ୍ ପୋର୍ଟାଲରେ। ବିଗତ କିଛି ଦିନ ତଳେ ଆମର ଯୋଉ ପୁରୁଣା ୟୁଟ୍ୟୁବ୍ ଚ୍ୟାନେଲଟା କିଛି ଟେକ୍ନିକାଲ ବା ଭୁଲ ଯୋଗୁ ଡିଲିଟ୍ ହେଇଯାଇଥିଲା, ଆକାଉଣ୍ଟ ଡିଲିଟ୍ କରିବାକୁ ପଡ଼ିଥିଲା। ତା ଯୋଉ କିଛି ଅପଡେଟ୍ ଦିଆ ହେଇପାରୁନଥିଲା। ତେବେ ଏଇ ନୂଆ ଚ୍ୟାନେଲଟା ଆପଣଙ୍କ ପାଇଁ ବନା ହେଇଛି। ଆପଣ ସମସ୍ତେ ଏଇଠି ଆପଣ ଯେଇ ଆପଣଙ୍କ ଡିଷ୍ଟ୍ରିକ୍ଟର ବା ଆପଣ ଓଡ଼ିଶାର ଯେଉଁ ବି ନ୍ୟୁ ଅପଡ଼େଟ୍ ବା ଇଣ୍ଡିଆର ବି ଯେଉଁ ବି ଗଭର୍ଣ୍ଣମେଣ୍ଟ ଜବ୍ ଯାହା ବି ବାହାରିଲା ତା ଅପଡ଼େଟ୍ ଆପଣଙ୍କୁ ଏଇ ଚ୍ୟାନେଲ ଦିଆଯିବ। ତ ଆପଣ ଏଇ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆଜି ଆଜି ଯେଉଁ ଭେକେନ୍ସି ବିଷୟରେ କହିବାକୁ ଚାହୁଁଛି, ଆପଣ ସମସ୍ତେ ଏବେ ଶୁଣିଥିବେ କିନ୍ତୁ ବହୁତ ପିଲା ଜାଣିନାହାନ୍ତି ତାକୁ କେମିତି ଆପ୍ଲାଏ କରିବାର ଅଛି, ପ୍ରୋସେସ୍ କ'ଣ ଆପ୍ଲାଏ କରିବାର, କେଉଁ କେଉଁ ଡକୁମେଣ୍ଟ ଦରକାର, ଲାଷ୍ଟ କେବେ। ଆପଣମାନେ ବହୁତ ଜଣ ମୋତେ ପର୍ସନାଲି ମେସେଜ୍ କରିଥିଲେ, ପଚାରିଥିଲେ ସାର୍ ଆ ବିଷୟରେ ଭିଡ଼ିଓଟେ ବନାନ୍ତୁ। ସେଥିପାଇଁ ଆପଣଙ୍କ ପାଇଁ এই ଭିଡ଼ିଓଟେ ବନା ହେଇଛି। କମ୍ପ୍ଲିଟ୍ ଭିଡ଼ିଓଟି ଦେଖନ୍ତୁ। ଯାଇକି ଆପଣ ଆପଣ ଡିଷ୍ଟ୍ରିକ୍ଟରେ ଯଦି ବି ବାହାରିନି ତ ଅନ୍ୟ ଡିଷ୍ଟ୍ରିକ୍ଟ ଆପଣ ଆପ୍ଲାଏ କରିବେ, ସେଇଠି ବି ଆପ୍ଲାଏ କରନ୍ତୁ। ତ ଆପଣଙ୍କ ଫ୍ୟୁଚର୍ଟା ସିକ୍ୟୁର କରନ୍ତୁ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ ନେଇକି। ତ ଚାଲ ଷ୍ଟାର୍ଟ କରିବା। ଆପଣ ଦେଖୁଛନ୍ତି ଯେଉଁଟା ଏଇ ଆମର ଡିଷ୍ଟ୍ରିକ୍ଟ କୋର୍ଟ ଅଫ୍ ଓଡ଼ିଶାର ଭେକେନ୍ସିଟା। ଆପଣ ଏଇ ଯେଉଁ ଅଫିସ୍ ଅଫ୍ ଦ ଡିଷ୍ଟ୍ରିକ୍ଟ କୋର୍ଟ ଜଜ୍ର କେଉଁଝରରୁ ବାହାରିଛି। ବିଗତ କିଛି ଦିନ ତଳେ ଆପଣ ଦେଖିଥିବେ ଯେଉଁ ରାୟଗଡ଼ା, ଝାରସୁଗୁଡ଼ା, ପୁରୀ ବହୁତ ଡିଷ୍ଟ୍ରିକ୍ଟର ବାହାରିଥିଲା ବିଭିନ୍ନ କ୍ଲର୍କ, ଡାଟା ଏଣ୍ଟ୍ରି, ଦେନ୍ ଷ୍ଟେନୋଗ୍ରାଫର ବହୁତ ବାହାରିଥିଲା ଭେକେନ୍ସି। ସେଟା ଫାଷ୍ଟ ଫେଜ୍ ଥିଲା। ଏଇଟା ବି ଏବେ ବାହାରୁଛି, ଯେଉଁ ଡିଷ୍ଟ୍ରିକ୍ଟର ବାହାରୁ ନଥିଲା ଏବେ ସେଟା ଧୀରେ ଧୀରେ କରି ବାହାରୁଛି। ଏବେ ଯେଉଁଟା ବାହାରିଛି ସେ ଆମ କେଉଁଝର ଡିଷ୍ଟ୍ରିକ୍ଟର। ଆପଣ ଏଇଠି ଦେଖିପାରୁଥିବେ ଆପଣଙ୍କ ଭେକେନ୍ସି ଅଛି ଟୋଟାଲ 6ଟି ଭେକେନ୍ସି। ସେଥିମଧ୍ୟରୁ ଆପଣ ବ୍ରେକ୍ଡାଉନଟା ଦେଖିଦିଅନ୍ତୁ ଯେ କେଉଁ କ୍ୟାଟେଗୋରୀ ପାଇଁ କେତେ ଭେକେନ୍ସି ଅଛି। ଆମର ଜେନେରାଲ ପାଇଁ ଅଛି ଦୁଇଟା, ସେ ଭିତରେ ଗୋଟେ ହେଉଛି ମେଲ୍ ଆଉ ଗୋଟେ ଅଛି ଫିମେଲ୍। ଏସିର ଅଛି ଗୋଟେ, ଆଉ ଆମର ଏସଟିର ଅଛି 3ଟି। ସେଇ ଭିତରୁ ଗୋଟେ ହେଉଛି ଉମେନ୍ ଆଉ 2ଟି ହେଉଛି ମେଲ୍। ତ ଆପଣ ଏଇ ଯେଉଁ ଫର୍ମ ଆପ୍ଲାଏ କରିବେ, ଆପଣ ବହୁତ ଜଣ ପଚାରୁଥିଲେ ସାର୍ ଏଲିଜିବିଲିଟି କ'ଣ, କେଉଁ ସାର୍ଟିଫିକେଟ୍ ଦରକାର, କେମିତି କ'ଣ। ତ ଏହା ଏଲିଜିବିଲିଟି ହେଉଛି ଆପଣ +3 ପାସ୍ ହେଇଥିବାର ଅଛି। ମାନେ ହେଉଛି ଆପଣ ମିନିମମ୍ ଗ୍ରାଜୁଏସନ୍ ପାସ୍ କରିଥିବେ, ତାଠୁ ଅଧିକ ହାୟର ଏଜୁକେସନ୍ ଥିଲେ ବି ଚଳିବ। ଆପଣଙ୍କ ପାଖରେ କୌଣସି ଗୋଟେ କମ୍ପ୍ୟୁଟର ସାର୍ଟିଫିକେଟ୍ ଥିବାର ଅଛି, PGDCA, DCA, OSCIT। ମୁଁ ପ୍ରିଫର୍ କରିବି ଯଦି ଆପଣମାନଙ୍କ ପାଖରେ ଓଡ଼ିଶା ଗଭର୍ଣ୍ଣମେଣ୍ଟର KCL, OSCIT ସାର୍ଟିଫିକେଟ୍ ଅଛି ତାହା ଆପଣ ଦିଅନ୍ତୁ। କାରଣ ବହୁତ ଗୁଡ଼ାଏ ଯେଉଁ ପ୍ରାଇଭେଟ୍ ଏଜେନ୍ସି ଯେଉଁ PGDCA ଦେଉଛନ୍ତି ତାହା ବେଳେବେଳେ ରିଜେକ୍ଟ ହେଇଥାଏ। କାରଣ ସେମାନେ ଅରିଜିନାଲ୍ ସାର୍ଟିଫିକେଟ୍ ନ ଦେଇ ସେମାନେ ମାନେ କିଛି ବି ପଛ କାମ କରି ଦେଇଥାନ୍ତି। ତ ଆପଣଙ୍କ ପାଇଁ ରିସ୍କ। ତ ଦେଖିକି ଆପଣ ଆପଣଙ୍କ ସାର୍ଟିଫିକେଟ୍ଟା ଭେରିଫାଇ କରିକି ଫର୍ମ ଆପ୍ଲାଏ କରନ୍ତୁ। ତାର ମିନିମମ୍ ଏଜ୍ ହେଉଛି 18 ଇୟର୍, ମ୍ୟାକ୍ସିମମ୍ ହେଉଛି ଆପଣ ଜାଣିଥିବେ 42 ଇୟର୍। ଲାଷ୍ଟ ଡେଟ୍ ହେଉଛି 7/8/2024, ମାନେ ଅଗଷ୍ଟ 7 ମାସ, ଅଗଷ୍ଟ ମାସ 7 ତାରିଖ। ଆଉ ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ ହେଉଛି ଆପଣଙ୍କ ପାଖରେ ଏମଇ ସ୍କୁଲ ଷ୍ଟାଣ୍ଡାର୍ଡ଼ ଓଡ଼ିଶାର ଜବ୍ ପାଇଁ କୌଣସି ଆପଣ ଜବ୍ ଆପ୍ଲାଏ କର, ଆପଣଙ୍କ ପାଖରେ ଜାଣିଥିବେ ଯେ ଓଡ଼ିଆର ରିଡ୍ ରାଇଟ୍ ଆଉ ସ୍ପିକ୍ର ଏଲିଜିବିଲିଟି, ମାନେ ଆପଣଙ୍କ ପାଖେ 10th ବି ଥିବାର ଅଛି କି 8th ଷ୍ଟାଣ୍ଡାର୍ଡ଼ ଆପଣ ସାର୍ଟିଫିକେଟ୍ ସେଇଠି ଓଡ଼ିଆ ମେନସନ୍ ଥିବାର। ଯଦି ବି ଆପଣ CBSE ବୋର୍ଡ଼ରୁ ବିଲଙ୍ଗ କରୁଛନ୍ତି, ଆପଣଙ୍କ ସ୍କୁଲରେ ନଥିଲା, ତାହେଲେ ଆପଣ ଗୋଟେ ଟେଷ୍ଟ ଦେଇକି ଆପଣଙ୍କ ସାର୍ଟିଫିକେଟ୍ଟା ନେଇପାରିବେ ଯେ ମୁଁ ଓଡ଼ିଆ ଜାଣିଛି, ଲେଖିପାରେ, ପଢ଼ିପାରେ ଓ କହିପାରେ। ଆପଣଙ୍କ କ୍ୟାରେକ୍ଟର ସାର୍ଟିଫିକେଟ୍ ଗୋଟେ 2ଟା ବନେଇବାକୁ ପଡ଼ିବ ଯେ ଆପଣ ଗୁଡ୍ କ୍ୟାରେକ୍ଟର। ସେ ଆପଣଙ୍କୁ ତଳ
ଡକ୍ୟୁମେଣ୍ଟ ମୁଁ ଦେଖେଇଦେବି କେମିତି କ'ଣ କାହାର ସିଗ୍ନେଚର ଦରକାର। ଆଉ ଆପଣଙ୍କର କୌଣସି ବି କ୍ରିମିନାଲ ଇନସିଡେଣ୍ଟ ମାନେ ଆପଣଙ୍କ ନାଁରେ କୌଣସି ବି କେସ୍ ନଥିବାର ଅଛି, ବୁଝିଲେ। ଆଉ ଆପଣ ଜାଣିଥିବେ ଏହା ଏକ ଅଫଲାଇନ୍ ମୋଡ୍ ଅଫ୍ ଆପ୍ଲିକେସନ୍, ତ ଏହାର କୌଣସି ଫିସ୍ ନାହିଁ। ଯାହା ବି ଆପଣଙ୍କୁ ଚାର୍ଜ ଲାଗିବ ତାହା ବୋଧେ ଆପଣଙ୍କୁ ପୋଷ୍ଟାଲରେ ଯେଉଁ ପଠେଇବେ ସେଇଠି ସ୍ପିଡ୍ ପୋଷ୍ଟରେ ଲାଗିବ। ଆଉ ହଁ, ମିନ୍ସ ଆପଣ ଯଦି ଗୋଟେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ଷ୍ଟେଟ୍ ବା ସେଣ୍ଟ୍ରାଲ ଜବ୍ କରୁଛନ୍ତି ତ ଆପଣଙ୍କ ପାଖରେ ନୋ ଅବଜେକ୍ସନ ସାର୍ଟିଫିକେଟ୍ ଥିବାର ଅଛି। ମାନେ ଆପଣ ଯଦି ଜବ୍ କରୁଛନ୍ତି ତ ଆପଣ ହାୟର ଅଥରିଟିରୁ ଏଇଟା ଏକ ନୋ ଅବଜେକ୍ସନ ସାର୍ଟିଫିକେଟ୍ ବନେଇବେ। ଆଉ ଲାଷ୍ଟରେ ତ ଆପଣଙ୍କୁ କହିଲି ଆଡ୍ରେସଟା ଭଲସେ ଦେଖି ନିଅନ୍ତୁ। ଆଡ୍ରେସ ହେଉଛି ରେଜିଷ୍ଟର ଅଫ୍ ସିଭିଲ୍ କୋର୍ଟ କେଉଁଝର, କେଉଁଝର ପିନକୋଡ୍ ତ ଦେଖିନେବେ। ଏଇଠି ଆପ୍ଲାଏ କରିବାକୁ ପଡ଼ିବ ଆପଣଙ୍କୁ। ଏଇ ଯେଉଁ ପୋଷ୍ଟାଲ ଆଡ୍ରେସ ଆପଣଙ୍କୁ ସେ ପୋଷ୍ଟଟା ପକେଇବାକୁ ପଡ଼ିବ। ସ୍କିମ୍ ଅଫ୍ ଏକ୍ଜାମିନେସନ୍ ତ ଆପଣ ଦେଖିନେବେ, ମୁଁ ପିଡ଼ିଏଫ୍ଟା ଦେଇଥିବି ଯେଉଁଠି ଇଂଲିଶ, ମ୍ୟାଥ୍, ଦେନ୍ ଜିକେ ଜିଏସ୍। ଆଉ ଆପଣଙ୍କ ପାର୍ଟ 2 ହେଉଛି କମ୍ପ୍ୟୁଟର ସାଇନ୍ସ ପ୍ରାକ୍ଟିକାଲଟା। ମାନେ ଆପଣ ଯଦି ପାର୍ଟ 1ଟା କ୍ଲିୟର କରିବେ ତାହେଲେ ଆପଣଙ୍କ ପାର୍ଟ 2 ଏକ୍ଜାମିନେସନ୍ ଡାକା ହେବ, ଯାହା ଆପଣଙ୍କ ପ୍ରାକ୍ଟିକାଲ ଏକ୍ଜାମ ହେବ। ତାପରେ ଆମକୁ ଭାଇବା ପୋଷ୍ଟ ହେବ, ତାପରେ ଆପଣ ମେରିଟ୍ ଲିଷ୍ଟ ବନା ହେବ। ଏଇଠି ଆପଣଙ୍କ ସିଲାବସଟା ରହିଛି, ଦେଖିନେବେ ଭଲସେ। ମୁଁ ଆପଣଙ୍କୁ ଏବେ ଯଦି ଗୋଟେ ଗୋଟେ ଡିଟେଲ ଦେବାକୁ ଯିବି ବହୁତ ଟାଇମ୍ ପଳେଇବ, ତ ଭିଡ଼ିଓଟା ବହୁତ ଲମ୍ବା ହେଇଯିବ, ଆପଣଙ୍କୁ ବି ଦେଖିବାକୁ ଏତେ ଇଏ ହେବନି। ତ ଆପଣ ତ ଛୋଟ ପିଲା ନାହାନ୍ତି, ତ ଆପଣଙ୍କୁ ସିଲାବସ୍ ତ ଆପଣ ନିଜେ ଜାଣିଦେବେ ଦେଖିକି, ତ ଆପଣ ନିଜେ ଦେଖିନେବେ। ମେନ୍ ଜିନିଷଟା ଆସିବା ଆପଣଙ୍କ ଡକ୍ୟୁମେଣ୍ଟ କ'ଣ କ'ଣ ଦରକାର। ତ ଆପଣଙ୍କୁ ଦରକାର ଆପଣଙ୍କ 10th ସାର୍ଟିଫିକେଟ୍ର ଜେରକ୍ସ କପି, ଦେନ୍ ଆସିବ ଆପଣ +2 ଏକ୍ଜାମ୍ ଜେରକ୍ସ କପି, ଦେନ୍ ଆପଣଙ୍କ ସେଲ୍ଫ ଆଟେଷ୍ଟେଡ୍ ଅଫ୍ ଦ +3 ଏକ୍ଜାମିନେସନ୍ର ଜେରକ୍ସ କପି, ଆପଣଙ୍କ ସାର୍ଟିଫିକେଟ୍ ଆଉ ଯେଉଁ ଆପଣଙ୍କର ମାର୍କସିଟ୍ ଆସିବ ତାହାର ଜେରକ୍ସ, ଦେନ୍ ଆପଣ PGDCA ବା ଡିପ୍ଲୋମା ଯେଉଁ କମ୍ପ୍ୟୁଟର ଆପ୍ଲିକେସନ୍ ବା OSCD ଯାହା ବି କରୁଛନ୍ତି ତାର ଗୋଟେ ଜେରକ୍ସ କପି। ସେଟା ଯଦି ଆପଣ CBSE ବୋର୍ଡ଼ ହେଇతే ଆପଣଙ୍କୁ ଗୋଟେ ହିଁ ଥାଇପାରେ, ଯେଉଁ ଆପଣଙ୍କର ଯେଉଁ ଏକ୍ଜାମିନେସନ୍ ସାର୍ଟିଫିକେଟ୍ ଆଉ ମାର୍କସିଟ୍। ଆପଣ ଯେଉଁ CHSE ବୋର୍ଡ଼ରୁ ବିଲଙ୍ଗ କରୁଛନ୍ତି କି ଅନ୍ୟ କୌଣସି ବୋର୍ଡ଼ରୁ ବିଲଙ୍ଗ କରେ ଆପଣଙ୍କର ଦୁଇଟା ବା ଗୋଟେ ଭେରି କରିପାରେ, ତ ଆପଣ ଦେଖିନେବେ। ଯଦି ଆପଣଙ୍କୁ ମାର୍କସିଟ୍ ଅଲଗା ସାର୍ଟିଫିକେଟ୍ ଅଲଗା ତ ଆପଣ ଦୁଇଟାକ ଦେବେ। ଯଦି ଦୁଇଟା ଗୋଟେ ତ ଆପଣ ଗୋଟେ ହିଁ ଜେରକ୍ସ କରି ଦେଇପାରିବେ। ଏଇଟା ଆପଣଙ୍କ ମାର୍କସିଟ୍ଟା 10th 12th ଦେନ୍ ଆପଣଙ୍କର ଗ୍ରାଜୁଏସନ୍ର। ଆଉ ଆପଣଙ୍କୁ ମେନ୍ ଇମ୍ପୋର୍ଟାଣ୍ଟ ହେଉଛି ଆପଣ ଦୁଇଟା କ୍ୟାରେକ୍ଟର ସାର୍ଟିଫିକେଟ୍ ବନେଇବାକୁ ପଡ଼ିବ। ଆଉ ଯେଉଁ ଏଇ କ୍ୟାରେକ୍ଟର ସାର୍ଟିଫିକେଟ୍ ପଠାଇବେ ଆପଣଙ୍କୁ ଯେଉଁ ଏରିଆ ଯେଉଁ ଆପଣ ଯେଉଁଠୁ ଆପଣ ବିଲଙ୍ଗ କରୁଛନ୍ତି, ମାନେ ଆପଣଙ୍କ ପରମାନେଣ୍ଟ ଆଡ୍ରେସ୍ ଯେଉଁଠୁ, ସେଇଠୁ ଆପଣଙ୍କର ଯେଉଁ ବି ମେଡ଼ିକାଲ ଅଫିସର ଥିବ ବା ଗେଜେଟେଡ୍ ଅଫିସର ଥିବ ବା ଆପଣ ସରପଞ୍ଚ, ଦୁଇଟା ଆପଣ ଆଣିବାକୁ ପଡ଼ିବ। କେତେଟି ଏଇଠି ଦେଖି ନିଅନ୍ତୁ, ଦୁଇଟା। ଗୋଟେ ହେଉଛି ଗେଜେଟେଡ୍ ଅଫିସର କିମ୍ବା ମେଡ଼ିକାଲ ପ୍ରାକ୍ଟିନର୍ସ, ଆଉ ଗୋଟେ ହେଉଛି ସରପଞ୍ଚ କିମ୍ବା ଆଉ କେଉଁ ବି। ଆଉ ସେଇଠି ଆପଣଙ୍କୁ ନେମ୍ ମେନ୍ସନ୍ କରିବାକୁ ପଡ଼ିବ। ଆଉ କ୍ୟାରେକ୍ଟର ସାର୍ଟିଫିକେଟ୍ ଆପଣଙ୍କୁ ଯଦି ଜାଣିନାହାନ୍ତି କେଉଁ କ୍ୟାରେକ୍ଟର ସାର୍ଟିଫିକେଟ୍ ଦେବାର ଅଛି, କ'ଣ ଦେବାର ଅଛି, ଆପଣଙ୍କ ପାଖ କେଉଁ ବି ସାଇବର କେବେ ଦୋକାନକୁ ପଳାଇବେ। ସେଇଠି ଆପଣ ଯଦି କହିବେ ଭାଇ ମୋତେ ଗୋଟେ କ୍ୟାରେକ୍ଟର ସାର୍ଟିଫିକେଟ୍ ଜେଏସ୍ ସେ ଦେଇଦେବେ। ଦୁଇଟା କପି ଆଣିବେ, ଦୁଇଟା କପି ଆଣିକି ଫର୍ମ ଫିଲ୍ଅପ୍ କରିକି ତାକୁ ନେଇକି ସରପଞ୍ଚ ବା ମେଡ଼ିକାଲ ଅଫିସର ବା କୌଣସି ଅଫିସରଠୁ ସିଗ୍ନେଚର କରିକି ଷ୍ଟାମ୍ପ ନେବେ। ଆପଣ ସେ ସିଗ୍ନେଚର ତଳେ ଷ୍ଟାମ୍ପ ଯେମିତି ହେଲେ ଲଗାଇବେ, କାରଣ ସେ ହିଁ ଭ୍ୟାଲିଡ୍ ଦେଖେଇବ। ତାପରେ ଆପଣଙ୍କୁ 4 ସେଲ୍ଫ ସାଇନ୍ ମାନେ 4ଟି ଆପଣଙ୍କ ସେଲ୍ଫ ସାଇନ୍ ରିସେଣ୍ଟ ପାସପୋର୍ଟ ସାଇଜ୍ ଫଟୋ ଆପଣଙ୍କୁ ଦେବାକୁ ପଡ଼ିବ। ପ୍ରିଭିୟସଲି 2ଟା ମାଗୁଥିଲେ, ଏବେ 4ଟା କରିଦେଇଛନ୍ତି, ଆପଣଙ୍କୁ 4ଟା ଦେବାକୁ ପଡ଼ିବ। ଦେନ୍ 2ଟା ଆପଣଙ୍କୁ ସେଲ୍ଫ ଆଡ୍ରେସ୍ଡ, ମାନେ ଆପଣ ଯେଉଁ ପୋଷ୍ଟାଲ ପଠେଇବେ, ଦେଖନ୍ତୁ ଆପଣ ଗୋଟେ ପୋଷ୍ଟାଲରେ ପଠେଇବେ, ମାନେ ଏଇଟା ଗୋଟେ ପୋଷ୍ଟାଲଟା ଆପଣ ପଠେଇଲେ, ଏଇଠି ଆପଣ ଆପଣଙ୍କ ଆଡ୍ରେସ୍ ଲେଖନ୍ତି, ଏଇଠି ଯାହାକୁ ପଠଉଛନ୍ତି ତାର ଲେଖନ୍ତି। ଆଉ ସେ ଯେଉଁ ଆପଣ ଫର୍ମଟା ସେଠି ପଠେଇବେ, କିନ୍ତୁ ସେଇ ଭିତରେ ଆଉ ଆପଣଙ୍କୁ 2ଟା ଏନଭଲପ୍ ଦରକାର।
ଦିଟା ଏନଭେଲପ କରିବେ, ଯୋଉଠି ଆପଣଙ୍କର ଆପଣ ନିଜ ଆଡ୍ରେସଟା ହିଁ ଲେଖିବେ। ଏଇଠି ଆପଣଙ୍କ ନିଜ ମାନେ ରିସିଭର ଆଡ୍ରେସଟା ଆପଣ ନିଜ ଆଡ୍ରେସଟା ଲେଖିବେ, ଆଉ ତାହାକୁ ସେଇ ଯୋଉ ପୋଷ୍ଟାଲ ଆପଣ ଯୋଉଠି ପଠେଇବେ ସେ ଏନଭେଲପ ଭିତରେ ପୁରେଇକି ଦିଟା ଏନଭେଲପକୁ ଯୋଉଠି ଆପଣ ଦିଟା 56 ରୁପିଜର ଷ୍ଟାମ୍ପଟେ ଲଗେଇବେ। ମାନେ ଏଇଠି ଗୋଟେ 56 ରୁପିଜର ଷ୍ଟାମ୍ପ, ଏଇଠି ଗୋଟେ 56 ରୁପିଜର ଷ୍ଟାମ୍ପ ଦିଟା ଲଗେଇବେ, ତାପରେ ତାକୁ ଆପଣ ପଠେଇବେ। ଆପଣଙ୍କ ମେରିଟାଲ ଏଇଠି ଡିକ୍ଲାରେସନ ସାର୍ଟିଫିକେଟ ତା ମେରିଟାଲ ଷ୍ଟାଟସର ଯଦି ମେରିଡ୍ ଅଛନ୍ତି ତାହେଲେ ଆପଣ ଦେବେ, ଯଦି ନାହାନ୍ତି ମ୍ୟାକ୍ସିମମ୍ ଆପଣ ତ ନଥିବେ ମ୍ୟାକ୍ସିମମ୍ ଜଣ, ତ ଆପଣ ଦରକାର ନାହିଁ, ଯିଏ ମେରିଡ୍ ଅଛନ୍ତି ସେମାନଙ୍କୁ ହିଁ ଦେବାକୁ ପଡ଼ିବ। ଆପଣ ତାପରେ ଆପଣଙ୍କ ଉପରେ ଆପଣ ଗୋଟେ ସେଲ୍ଫ ଡିକ୍ଲାରେସନ ଲେଖିକି ଦେବେ, ନହେଲେ ଆପଣ ପ୍ରିଣ୍ଟ ଆଉଟ୍ କାଢ଼ିକି ସେଠି ଫର୍ମ ଫିଲ୍ଅପ୍ କରିକି ଦେବେ ଯେ ମୋ ଉପରେ କୌଣସି ବି କ୍ରିମିନାଲ କେସ୍ ନାହିଁ। ଆଉ ଆପଣ ଯଦି କୌଣସି କ୍ୟାଟେଗୋରୀ ଲୋକମାନେ SC বা ST বা SC BC ଆପଣ ସେଇର ଆପଣଙ୍କର କାଷ୍ଟ ସାର୍ଟିଫିକେଟ୍ ଆଟାଚ୍ କରିକି ସେଠି ପଠେଇବେ। ଏଇଟା ଆପଣ ତ କହିଲେ ଓଡ଼ିଆର ଦେବାକୁ ପଡ଼ିବ, ମାନେ ମିନିମମ୍ 10th ଷ୍ଟାଣ୍ଡାର୍ଡ ବା ME ସ୍କୁଲ ପାସ୍ ହେଇଥିବ ଓଡ଼ିଆରେ ସେଟା ଦେବାକୁ ପଡ଼ିବ। ଆଉ ଯଦି ଫିଜିକାଲ ଡିଜାବିଲିଟି ଅଛି ଫିଜିକାଲ ଡିଜାବିଲିଟି ସାର୍ଟିଫିକେଟ୍ ଦେବାକୁ ପଡ଼ିବ। ମାନେ ଅରିଜିନାଲ ଦେବେନି, ସବୁ ଯୋଉ ଯାହା ବି ଆପଣ ଡକୁମେଣ୍ଟ କହିଲେ ତାର ଜେରକ୍ସ କପି ଦେବେ। ତାପରେ ଆପଣ ଦେଖନ୍ତୁ, ଆପଣ ଯୋଉ ଗ୍ରାଜୁଏସନ କରୁଛନ୍ତି ବା 10 ପଢିଛନ୍ତି 12 ପଢିଛନ୍ତି, ଆପଣ ଡିଫରେଣ୍ଟ ୟୁନିଭର୍ସିଟିରୁ ଡିଫରେଣ୍ଟ ବୋର୍ଡସରୁ ପଢିଥିବେ, ଆଉ ଡିଫରେଣ୍ଟ ବୋର୍ଡସର ଡିଫରେଣ୍ଟ ଗ୍ରେଡିଂ ସିଷ୍ଟମ ଥାଏ ଆଉ ମାର୍କିଂ ସିଷ୍ଟମ ଥାଏ, ତା କନଭର୍ଜନ ସିଷ୍ଟମ ବି ଡିଫରେଣ୍ଟ ଥାଏ। ଯଦି ଆପଣ ଏବେ ମାନି ନିଅନ୍ତୁ ଆପଣ ଗୋଟେ କଲେଜରେ ପଢୁଛନ୍ତି, ତାହା ବ୍ରହ୍ମପୁର ୟୁନିଭର୍ସିଟି ଅଣ୍ଡରରେ ଆସୁଛି, ଆପଣ ଗ୍ରାଜୁଏସନ ସେଇଠି କମ୍ପ୍ଲିଟ୍ କରୁଛନ୍ତି ବ୍ରହ୍ମପୁର ୟୁନିଭର୍ସିଟି, ତାହାର ଆପଣଙ୍କ ଗ୍ରେଡିଂ ସିଷ୍ଟମ ଅଲଗା ଥିବ। ସେଠି ଆପଣ ଯୋଉ ଯାହା ବି ମନେ CGPA ଦିଆଯାଇଛି 9 CGPA 10 କି 9.5 CGPA, ତାର ପରସେଣ୍ଟେଜ କନଭର୍ସନଟା ଅଲଗା ଥାଏ, କି ଉତ୍କଳ ୟୁନିଭର୍ସିଟି ତାହାର ପରସେଣ୍ଟେଜ କନଭର୍ସନଟା ଅଲଗା ଥାଏ। ତ ସେଇ ହିସାବରେ ଆପଣ ଯୋଉ ସାର୍ଟିଫିକେଟର ପଛରେ ଆପଣ ମାର୍କସିଟ୍ର ପଛରେ ଲେଖା ହେଇଥିବ ଯେ ଆପଣ ଗ୍ରେଡ୍ ବା ଆପଣଙ୍କ CGPAରୁ କେମିତି ଆପଣ ପରସେଣ୍ଟେଜ କନଭର୍ସନ କରିବେ, ତ ଆପଣ ତାହାର ବି ଗୋଟେ ଜେରକ୍ସ କପିଟା କାଢ଼ିକି ସେ ଆପଣ ଯୋଉ ଡକୁମେଣ୍ଟଟା ଆଟାଚ୍ କରି ପଠେଇବେ। ତାପରେ ସାର୍ଟିଫିକେଟ ତ କହିଛି, ଆପଣ SC ସାର୍ଟିଫିକେଟ ଏଇଟା ଦେବେ, OBC ସାର୍ଟିଫିକେଟ ଯଦି ଏଇଟା ଗୋଟେ ମେନ୍ ଜିନିଷ ଆପଣ ଦେଖି ନିଅନ୍ତୁ, OBC ସାର୍ଟିଫିକେଟ ବି ଏକ୍ସେପ୍ଟ ହଉଥିଲା ଆଗରୁ, କିନ୍ତୁ ଏବେ ସେ ଏକ୍ସେପ୍ଟ କରିବନି। ଯଦି ଆପଣ SC BC କ୍ୟାଣ୍ଡିଡେଟ୍ ଆପଣ SC BC ସାର୍ଟିଫିକେଟ ଦେବେ, ଆପଣ ଏଇଟା ସୋସିଆଲ ଏଜୁକେସନ ବ୍ୟାକୱାର୍ଡ କ୍ଲାସେସ୍ ପାଇଁ ନା, ଆପଣ ଯଦି ଅଦର ବ୍ୟାକୱାର୍ଡ କ୍ଲାସେସ୍ ସାର୍ଟିଫିକେଟ OBC ସାର୍ଟିଫିକେଟ ଦେବେ, ଆପଣ ଫର୍ମଟା ରିଜେକ୍ଟ ହେବାର ସମ୍ଭାବନା ଅଛି। କାରଣ ଆପଣ ଯଦି ଆପଣଙ୍କ SC BC ସାର୍ଟିଫିକେଟ ଅଛି SC BC ସାର୍ଟିଫିକେଟ ଦେବେ, ଯଦି OBC ସାର୍ଟିଫିକେଟ ନାହିଁ SC BC ସାର୍ଟିଫିକେଟ ନାହିଁ, ଭୁଲରେ ବି OBC ସାର୍ଟିଫିକେଟଟା ଦେବେନି। ମୁଁ ବହୁତ ଜଣଙ୍କର ଏମିତି ଦେଖିଛି ଫର୍ମ, ଯେଉଁମାନେ SC BC ସାର୍ଟିଫିକେଟ ବଦଳରେ OBC ସାର୍ଟିଫିକେଟ ଦେଇ ଦିଅନ୍ତି। ହଁ, କେତେଟା ଅଛନ୍ତି ମାନେ ଯିଏ ଏକ୍ସପେକ୍ଟ କରିନିଅନ୍ତି, କିନ୍ତୁ ଏଠି କ୍ଲିୟରଲି ମେନସନ୍ ଅଛି, ତ ଆପଣ ଭୁଲ ସୁଧା ବି ଦେବେନି। ଯଦି ନାହିଁ ତ ଆପଣ ଜେନେରାଲ କ୍ୟାଟେଗୋରୀରେ ପକେଇ ଦେଇ ଦିଅନ୍ତୁ। ଯଦି ହଉଛି ଟାଇମ୍ ଆପଣ ଆପ୍ଲାଏ କରିଦିଅନ୍ତୁ ଆପଣଙ୍କ ନିଜ ପଞ୍ଚାୟତରେ ଯାଇକିନା ଆପଣଙ୍କ ତହସିଲଦାରଠୁ ନିଜ କାଷ୍ଟ ସାର୍ଟିଫିକେଟ ବନେଇକି ଧରିକି ଆସି ଆପଣ ଆପ୍ଲାଏ କରନ୍ତୁ। ଯଦି ଟାଇମ୍ ହଉଛି, ଯଦି ଟାଇମ୍ ହଉନି ଆପଣ ଜେନେରାଲ କ୍ୟାଟେଗୋରୀରେ ଆପ୍ଲାଏ କରିନିଅନ୍ତୁ। କିନ୍ତୁ କାରଣ ଟାଇମ୍ ନାହିଁ, ଆଜି ହେଲାଣି 10 ତାରିଖ, ତ ମାସେ ଲାଗିଛି ଆସିବାକୁ। ଯଦି ବି ଆଜିର ଆଉ ଟାଇମ୍ ଥାଏ ଆକ୍ଚୁଆଲି 45 ଡେଜ୍ ସମଥିଙ୍ଗ ଥାଏ ଆପ୍ରୁଭାଲ ହେବାର ଗୋଟେ ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ ହଉ ରେସିଡେଣ୍ଟ ଯାହା, ଯଦି ସେ ଆପ୍ରୁଭାଲ ନ ଦିଅନ୍ତି ଏବେ 10ରୁ 15 ଦିନ ଭିତରେ ଆପଣ ଆପ୍ଲାଏ କଲେ ମିନିମମ୍ 7 ଦିନ ଆପଣ ଟାଇମ୍ ନେବାର ଅଛି। ମାନେ ଆପଣ ଲାଷ୍ଟ ଡେଟ୍ ଅଛି ଅଗଷ୍ଟ 7, ମାନେ ଆପଣ ଜୁଲାଇ 30 ସୁଦ୍ଧା ଆପଣଙ୍କ ଯେମିତି ହେଲେ ବି ଆପଣ ଡକୁମେଣ୍ଟ ଆପଣଙ୍କ ଯୋଉ କେଉଁଝର ଡିଷ୍ଟ୍ରିକ୍ଟରେ ଆପ୍ଲାଏ କରୁଛନ୍ତି, ତ କେଉଁଝର ଡିଷ୍ଟ୍ରିକ୍ଟର କୋର୍ଟ ସେସନ କୋର୍ଟରେ ପହଞ୍ଚି ଯିବାର ଅଛି। ଯଦି ନ ପହଞ୍ଚିଲା ପରେ ପହଞ୍ଚିଲା ତ ପ୍ରୋବ୍ଲେମ୍ ହେଇପାରେ, ତ ଆପଣଙ୍କୁ ମୁଁ ସଜେସନ୍ ଦେବି ଯେତେ ଶୀଘ୍ର ପାରୁଛନ୍ତି ସେଇ ଶୀଘ୍ର ଆପଣ ଡକୁମେଣ୍ଟଟା ପୋଷ୍ଟାଲରେ ପଠେଇ ନେବେ। ଏତିକି ରହିଲା। ଏଇଟା ହେଉଛି ଆପଣଙ୍କ ଫର୍ମ, ଏଇଟା ପ୍ରିଣ୍ଟ କାଢ଼ିବେ। ଏଇଠି ଆପଣ ଯାହା ବି ଲେଖିବେ ଆପଣଙ୍କ କ୍ୟାପିଟାଲ ଲେଟରରେ ଲେଖିବେ ନାଁଟା,
ମାନେ ଏଠି ଲେଖିବେ କୋଉ ପୋଷ୍ଟ, ଏଠି ଲେଖିବେ କ୍ୟାପିଟାଲ ଲେଟର କୋଉ ନା କୋଉ ଆପଣ ନାଁ କଣ, ଏଠି ଲେଖିବେ ଜୁନିୟର ଟାଇପିଷ୍ଟ କମ୍ କ୍ଲର୍କ ବୋଲି, ମାନେ ଆପଣ ଯୋଉ ପୋଷ୍ଟ ପାଇଁ ଆପ୍ଲାଏ କରୁଛନ୍ତି। ଏଠି ଫଟୋ ଗୋଟେ ଲଗେଇବେ ଆଉ 4ଟି ଫଟୋ ଦେବେ। 4ଟି ଫଟୋ ଯୋଉଠି ସେଲ୍ଫ ସିଗ୍ନେଚର ଥିବ ସେଇଟା, ପ୍ଲସ୍ ଆଉ ଗୋଟେ ଫଟୋ ଏଠି ଆଟାଚ୍ କରିକି ଦେବେ ଏଇଠି, ବୁଝିଲେ। ଏଇଟା ତ ଆପଣଙ୍କ ସେକ୍ସ ମେଲ୍ ନା ଫିମେଲ୍ ଲେଖିବେ, ମ୍ୟାରିଡ୍ ନା ଅନମ୍ୟାରିଡ୍, ଆପଣଙ୍କ ପରମାନେଣ୍ଟ ଆଡ୍ରେସ୍ ଯାହା ବି ଆଧାର କାର୍ଡ଼ରେ ଅଛି ସେଇଟା ଦେବେ, ରେଜିଷ୍ଟର୍ଡ ଆଡ୍ରେସଟା ଦେବେ, ଡେଟ୍ ଅଫ୍ ବାର୍ଥଟା ଦେବେ। ମାନେ ଆପଣ ଖ୍ରୀଷ୍ଟିଆନ ଏରା ସେଇଟା ଛାଡ଼ି ଦିଅନ୍ତୁ, ଏଇଟା କିଛି ଇଏ ନାହିଁ, ପ୍ରୋବ୍ଲେମ୍ ନାହିଁ। ଆପଣଙ୍କ ଯାହା ବି ଆଧାର କାର୍ଡ଼ ଡେଟ୍ ଅଫ୍ ବାର୍ଥ ଅଛି ତାହା ଏଇଠି ମେନସନ୍ କରିବେ। ଆଧାର କାର୍ଡ଼ ବା 10th ବୋର୍ଡ଼, ମୁଁ ସଜେସନ୍ ଦେବି 10th ବୋର୍ଡ଼ର ଯୋଉଗୁଡ଼ା ବି ଆପଣଙ୍କ ସାର୍ଟିଫିକେଟରେ ଅଛି ଯେ ଆପଣ ଡେଟ୍ ଅଫ୍ ବାର୍ଥ ଏତିକି, ତାହା ଏଇଠି ମେନସନ୍ କରିବେ। ତାପରେ ଆପଣ ଆଜି ସୁଦ୍ଧା ଆପଣଙ୍କ ଏଜ୍ କେତେ ହେଇଛି, ମାନେ ଆଜି ତ ନାହିଁ, ଆପଣଙ୍କ ଡେଟ୍ ଅଫ୍ ବାର୍ଥ ମାନେ ଯୋଉ ଲାଷ୍ଟ ଡେଟ୍ 7/8 ସେଇ ସୁଦ୍ଧା ଆପଣଙ୍କ ଏଜ୍ କେତେ ଅଛି, ଏଇଟା ଆପଣ ଦେଖିବା ପାଇଁ ଆପଣ ଯୋଉ ଗୁଗଲ ଯାଇକି ଆପଣ ଏଜ୍ କାଲକୁଲେଟର ସର୍ଚ୍ଚ କରିବେ। ଏଇଠି ବାହାରିଲା ପରେ ଆପଣ କୌଣସି ସାଇଟ୍ରେ ଯାଇକିନା ଆପଣଙ୍କ ଡେଟ୍ ଅଫ୍ ବାର୍ଥ କେତେ ଆଉ 7 ତାରିଖ ଯେ ଆପଣ ଡେଟ୍ ଏଜ୍ କେତେ ତାହା ଲିଖିଦେବେ ଏଠି। ଆଉ ଏଠି ଆପଣ 10th ସାର୍ଟିଫିକେଟ୍, ଏଠି ଆପଣ 12th ସାଇନ୍ସ କମର୍ସ ପ୍ଲସ୍ 3 ସାର୍ଟିଫିକେଟ୍, କମ୍ପ୍ୟୁଟର ସାର୍ଟିଫିକେଟ୍, ଆଉ ଯଦି ବି କୌଣସି ଅଛି ଆପଣ ପିଜି କରୁଛନ୍ତି ବି ତାହାର ଏଇଠି ମେନସନ୍ କରିବେ। ଆପଣ ଆପଣଙ୍କର ଏସି ଏସଟି ଓବିସି ଜେନେରାଲ ବା କୌଣସି ବି ରିଜର୍ଭ କ୍ୟାଟେଗୋରୀ ଅଛି ତାହେଲେ ଏଠି ମେନସନ୍ କରିବେ। ଆପଣ ଫିଜିକାଲ ହ୍ୟାଣ୍ଡିକ୍ୟାପ୍ ଅଛନ୍ତି ନା ନାହିଁ ଏଠି ଦେଖିବେ। ରିଲିଜିଅନ୍ କ'ଣ, ହିନ୍ଦୁ ଖ୍ରୀଷ୍ଟିଆନ ମୁସଲିମ୍ ଯାହା ବି ଅଛି, ନ୍ୟାସନାଲିଟି ଇଣ୍ଡିଆନ୍, ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଆଣ୍ଡ ରେଜିଷ୍ଟ୍ରେସନ ନମ୍ବର। ଆପଣ ସମସ୍ତଙ୍କୁ ଏହି ଫର୍ମଟି ଆପ୍ଲାଏ କରିବା ଆଗରୁ ଆପଣଙ୍କ ପାଖରେ ଗୋଟେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ସାର୍ଟିଫିକେଟ୍ ତ ରହିବାର ଅଛି। ସେଇଠି ଆପଣଙ୍କ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟର ନମ୍ବରଟା ଥିବ, ତାହାକୁ ଏଠି ମେନସନ୍ କରିବେ। ଯଦି ବି ନାହିଁ ଆପଣ ଆପ୍ଲାଏ କଲେ ସେ 1-2 ଦିନ ଭିତରେ ପଳେଇ ଆସେ। ଯେତେ ସୁବିଧା କରୁଛନ୍ତି ଆପଣ ସେତେ ଜଲ୍ଦି ଆପ୍ଲାଏ କରିନିଅନ୍ତୁ। ଆଉ ଆପଣଙ୍କ ରେଜିଷ୍ଟ୍ରେସନ ନମ୍ବରଟା କାଢ଼ିକି ଏଠି ଲେଖିନେବେ। ତାପରେ ଆପଣ ଯେଉଁ କହିଥିଲେ ଆପଣଙ୍କ ସେଲ୍ଫ କ୍ୟାରେକ୍ଟର ସାର୍ଟିଫିକେଟ୍ ଯେଉଁଟା ବି ଗେଜେଟେଡ୍ ଅଫିସର ବା ମେଡ଼ିକାଲ ପ୍ଲାନ୍ ବା ସରପଞ୍ଚ ସିଗ୍ନେଚର କରେ ତାହାର ଏଠି ଲେଖିବେ ଯେ ତାଙ୍କ ନାଁ ଏଇଟା, ଆପଣ ତା ଡେଜିଗ୍ନେସନ୍ ଏଇଟା 1 ବୋଲି ଲେଖିଦେବେ। ଆଉ 2 ନମ୍ବରରେ ତାଙ୍କର ନାଁଟା ଡେଜିଗ୍ନେସନ୍ ବୋଲି ଏଇଠି ଲେଖିଦେଇଥିବେ। ତାପରେ ଡିକ୍ଲେରେସନ୍ ଏଇଟା ଆପଣ ସିଗ୍ନେଚରଟା ରହିବ। ଦେଖିନେଲେ ଆଉ ଏଇ ପିଡ଼ିଏଫ୍ଟା ଆପଣ କମେଣ୍ଟରେ ଦେଇଦେବି, ପିନ୍ କମେଣ୍ଟ କରିଦେଇଥିବି। ଯଦି ବି ଆପଣଙ୍କୁ ଏଇ ପିଡ଼ିଏଫ୍ଟା କାଢ଼ିବାର ପ୍ରୋବ୍ଲେମ୍ ହେଲା ଆପଣଙ୍କୁ ୱେବସାଇଟ୍ଟା ଲିଙ୍କ୍ କହିଦେଉଛି, ଆପଣ ସର୍ଚ୍ଚ କରିନେବେ। ଏଠି ଖୋଜିବେ ଯେ डिस्ट्रिक्ट कोड, ଆପଣଙ୍କୁ ପଳେଇବ ଫାଷ୍ଟ ୱେବସାଇଟ୍ଟା, ସେଇଠି ଯିବେ। ତାପରେ ଆପଣ ପଳେଇ ଆସିଲା ପରେ ଆପଣ ଏଇଠି ଦେଖିପାରିବେ ଏଇଠି ଦେଖନ୍ତୁ ଲେଟେଷ୍ଟ ଏଇଠି ଉପରେ ହିଁ ଅଛି। ଟିକେ ଦେଖେଇ ଦଉଛି। ଭଲସେ ପଢ଼ୁନାହାନ୍ତୁ। ଆଡ଼ଭର୍ଟାଇଜମେଣ୍ଟ ନମ୍ବର ହେଉଛି 3/2024। ଆଉ ଆ ପଛରେ ଗୋଟେ ଦେଖିଥିବେ ସେଇଟା ଡେଟ୍ ଥିଲା 2024, ତାର ଡେଟ୍ 2025 ଦେଖିକି ପିଡ଼ିଏଫ୍ଟା ଓପେନ୍ କରିବେ। ଏଇଠି ପିଡ଼ିଏଫ୍ଟା ଓପେନ୍ ହେବ, ସେଇ ସବୁ ପିଡ଼ିଏଫ୍ଟା ଓପେନ୍ ହେଇଯିବ। ସେଇଟା ଆପଣ ଭଲସେ ପଢ଼ିନେବେ ଗୋଟେ ଥର। ମୁଁ କହିଲି ହେଲେ ବି ଆପଣ ଗୋଟେ ଥର ଭଲସେ ପଢ଼ି ନିଅନ୍ତୁ, କାଳେ ମୁଁ କିଛି ପଏଣ୍ଟଟା ଛାଡ଼ି ଦେଇପାରେ। ମୋତେ ଯେତିକି ଲାଗୁଛି ମୁଁ ତ କିଛି ଛାଡ଼ିନି।
ଖୋଲିକି ଆପଣ ଗୋଟେ ଥର ଚେକ୍ କରିନେବେ, ଆପ୍ଲାଏ କରିନେବେ ଫର୍ମଟା। ଆଉ କିଛି ବି ଯଦି ପ୍ରୋବ୍ଲେମ୍ ଅଛି ଆପଣ କମେଣ୍ଟରେ ମୋତେ ଲେଖିଦିଅନ୍ତୁ, ମୁଁ ଆପଣଙ୍କୁ ଡିଟେଲରେ କହିଦେବି।